ଆଚ୍ଛା, କୌଣସି ଜିନିଷର ଦାମ କାହିଁକି ହଠାତ୍ ବଢ଼ିଯାଏ କିମ୍ବା କମିଯାଏ ଏକଥା କେବେ ମନକୁ ଆସିଛି? ଏହା ପଛରେ ଅନେକ କାରଣ ଥାଇପାରେ, କିନ୍ତୁ ଗୋଟେ ମୂଳ କାରଣ ହେଉଛି ଅର୍ଥନୀତିର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଧାରଣା, ଆଉ ସେଇଟା ହେଲା ଯୋଗାଣ, ବା ଯାହାକୁ ଆମେ ସପ୍ଲାଏ ବୋଲି କହୁ। ତେବେ ଚାଲନ୍ତୁ ଆଜି ବୁଝିବା ଏହା ପ୍ରକୃତରେ କ'ଣ, ଆଉ ଏହା ଆମ ବଜାରକୁ କେମିତି ଚଲାଏ। ତେବେ ଏହି ପୂରା ବିଷୟଟାକୁ ଭଲ ଭାବରେ ବୁଝିବା ପାଇଁ ଆମେ କିଛି ମୁଖ୍ୟ ପ୍ରସଙ୍ଗ ଉପରେ ନଜର ପକାଇବା। ପ୍ରଥମେ ଆମେ ଜାଣିବା ଯୋଗାଣ କ'ଣ, ତାପରେ କେଉଁ କେଉଁ କାରଣ ଯୋଗୁଁ ଏହା ବଦଳେ, ଆଉ ତାପରେ ଏହାର ଗୋଟେ ମୂଳ ନିୟମ ବିଷୟରେ କଥା ହେବା, ଏବଂ ହଁ, ଶେଷରେ ଦେଖିବା କେଉଁ କ୍ଷେତ୍ରରେ ଏହି ନିୟମ କାମ କରେନି। ବହୁତ ସିଧା ସରଳ, ଚାଲନ୍ତୁ ଆଗକୁ ବଢ଼ିବା। ହଉ, ତେବେ ଆମର ପ୍ରଥମ ପ୍ରଶ୍ନ, ଯୋଗାଣ ବା ସପ୍ଲାଇ ପ୍ରକୃତରେ କ'ଣ? ଦେଖନ୍ତୁ, ଅନେକ ସମୟରେ ଆମେ ଦୁଇଟା ଶବ୍ଦକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଉ। ଗୋଟେ ହେଲା ଯୋଗାଣ ଆଉ ଅନ୍ୟଟି ହେଲା ମଜୁଦ ବା ଷ୍ଟକ୍। ଲାଗେ ଯେମିତି ଦୁଇଟା ଯାକ ସମାନ, କିନ୍ତୁ ସେମିତି ନୁହେଁ। ଏହା ଭିତରେ ଗୋଟେ ବହୁତ ସୂକ୍ଷ୍ମ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଅଛି। ଚାଲନ୍ତୁ ଏହାକୁ ଗୋଟେ ସରଳ ଉଦାହରଣରେ ବୁଝିବା। ଧରିନିଅନ୍ତୁ ଜଣେ ଦୋକାନୀଙ୍କ ଗୋଦାମରେ 1000 ବସ୍ତା ଚାଉଳ ଅଛି। ଏଇ ଯେଉଁ 1000 ବସ୍ତା, ଏଇଟା ହେଲା ତାଙ୍କର ମହଜୁଦ ବା ଷ୍ଟକ୍। ଏହା ଏକ ସ୍ଥିର ପରିମାଣ, କିନ୍ତୁ ସେ ପ୍ରତିଦିନ ସେଥିରୁ 50 ବସ୍ତା ଚାଉଳ ବଜାରକୁ ଆଣି ବିକ୍ରି ପାଇଁ ରଖୁଛନ୍ତି। ତେବେ ସେହି 50 ବସ୍ତା ହେଉଛି ଯୋଗାଣ ବା ସପ୍ଲାଏ, ମାନେ ମହଜୁଦ ହେଉଛି ପୁରା ପୋଖରୀର ପାଣି, ଆଉ ଯୋଗାଣ ହେଉଛି ସେଥିରୁ ବାହାରୁଥିବା ଝରଣା। ଗୋଟେ ସ୍ଥିର ଆଉ ଗୋଟେ ପ୍ରବାହ। ତେଣୁ ଯଦି ଆମେ ଏହାର ସଠିକ୍ ସଂଜ୍ଞା ଦେଖିବା, ଯୋଗାଣର ଅର୍ଥ କେବଳ କେତେ ଜିନିଷ ଉପଲବ୍ଧ ଅଛି ତାହା ନୁହେଁ। ଏହାର ଅର୍ଥ ହେଉଛି ଜଣେ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ଦାମରେ କେତେ ପରିମାଣର ଜିନିଷ ବିକ୍ରି କରିବାକୁ ଇଚ୍ଛୁକ ଏବଂ ସକ୍ଷମ ଅଛି। ଦେଖନ୍ତୁ, ଏହି ଦୁଇଟା ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ। ଇଚ୍ଛା ଥିବା ଦରକାର ଆଉ ସକ୍ଷମତା ବି ଥିବା ଦରକାର। ଏହି ଦୁଇଟା ମିଶିଲେ ଯାଇ ଯୋଗାଣ ହୁଏ। ଆଚ୍ଛା, ଏବେ ଆମେ ଯୋଗାଣ କ'ଣ ବୁଝିଗଲେ, କିନ୍ତୁ ପ୍ରଶ୍ନ ହେଉଛି କୌଣସି ଜିନିଷର ଯୋଗାଣ କାହିଁକି ବଢ଼େ ବା କମେ? ଏହା ପଛରେ କେଉଁ କାରଣ ସବୁ ଥାଏ? ମନେ ରଖିବା କଥା, ଯୋଗାଣ କେବେ ବି ହଠାତ୍ ବଦଳି ଯାଏନି। ଏହା ପଛରେ ଅନେକଗୁଡ଼ିଏ କାରକ କାମ କରୁଥାଏ। ଅର୍ଥନୀତିରେ ଏହି ସବୁ କାରକ ଆଉ ଯୋଗାଣ ଭିତରେ ଥିବା ସମ୍ପର୍କକୁ ଗୋଟେ ଗାଣିତିକ ସୂତ୍ରରେ ଦେଖାଯାଏ, ଯାହାକୁ ସପ୍ଲାଇ ଫଙ୍କସନ୍ କୁହାଯାଏ। ଏହି ସୂତ୍ରଟା ଦେଖିବାକୁ ଟିକେ ଜଟିଳ ଲାଗିପାରେ, କିନ୍ତୁ ଏହାର ମୂଳ କଥା ବହୁତ ସରଳ। ଏହା କେବଳ ଏତିକି କହେ ଯେ ଗୋଟିଏ ଜିନିଷର ଯୋଗାଣ ତାର ନିଜ ଦାମ ଛଡ଼ା ଆହୁରି ଅନେକ କଥା ଉପରେ ନିର୍ଭର କରେ। ତେବେ ସେଇ ମୁଖ୍ୟ କାରକଗୁଡ଼ିକ କ'ଣ କ'ଣ? ଚାଲନ୍ତୁ ଗୋଟି ଗୋଟି କରି ଦେଖିବା। ପ୍ରଥମତଃ, ସେଇ ଜିନିଷର ନିଜ ଦାମ। ତାପରେ ଆସେ ସେଇଭଳି ଅନ୍ୟ ଜିନିଷର ଦାମ। ଆଉ କ'ଣ? ଜିନିଷଟା ତିଆରି କରିବାର ଖର୍ଚ୍ଚ, କେଉଁ ଟେକ୍ନୋଲୋଜି ବ୍ୟବହାର ହେଉଛି, ଭବିଷ୍ୟତରେ ଦାମ କ'ଣ ହେବ ସେ ବିଷୟରେ ଆଶା। ଏପରିକି ପାଣିପାଗ ଏବଂ ସରକାରୀ ନୀତି ମଧ୍ୟ ଏହା ଉପରେ ପ୍ରଭାବ ପକାଏ। ସବୁଠାରୁ ପ୍ରଥମ ଆଉ ସବୁଠାରୁ ଶକ୍ତିଶାଳୀ କାରକ ହେଉଛି ଜିନିଷଟିର ନିଜସ୍ୱ ଦାମ। ଏଇଟା ବୁଝିବା ବହୁତ ସହଜ। ଯେତେବେଳେ ବଜାରରେ କୌଣସି ଜିନିଷର ଦାମ ବଢ଼େ, ବିକ୍ରେତାମାନେ ଅଧିକ ଲାଭ ପାଇବା ଆଶାରେ ତାର ଯୋଗାଣ ବଢ଼ାଇ ଦିଅନ୍ତି। ସିଧା କଥା, ଅଧିକ ଦାମ ମାନେ ଅଧିକ ଲାଭ, ଆଉ ଅଧିକ ଲାଭ ମାନେ ଅଧିକ ଯୋଗାଣ। ଏବେ ଆସିବା ଦ୍ୱିତୀୟ କଥାକୁ, ତାହା ହେଲା ଉତ୍ପାଦନ ଖର୍ଚ୍ଚ। ଯଦି ଗୋଟିଏ ଜିନିଷ ତିଆରି କରିବା ପାଇଁ ଯେଉଁ କଞ୍ଚାମାଲ ଦରକାର କିମ୍ବା ଶ୍ରମିକଙ୍କ ମଜୁରୀ ତାହା ବଢ଼ିଯାଏ, ତେବେ ଲାଭ କମିଯିବ। ଠିକ୍ ସେତେବେଳେ ଉତ୍ପାଦକମାନେ ଯୋଗାଣ କମ୍ କରିଦେବେ। ଏହା ସହିତ ଆଉ ଗୋଟେ କଥା ବି ଜଡ଼ିତ। ଧରନ୍ତୁ, ଜଣେ ଚାଷୀ ତାଙ୍କ ଜମିରେ ଧାନ ବି କରିପାରିବେ ଆଉ ଡାଲି ବି। ଯଦି ଡାଲିର ଦାମ ବଢ଼ିଯାଏ, ସେ ଧାନ ଚାଷ କମେ, ଡାଲି ଚାଷ କରିବେ। ତେଣୁ ଧାନର ଯୋଗାଣ କମିଯିବ। ଆଉ ଗୋଟେ ବଡ଼ କାରଣ ହେଉଛି ଟେକ୍ନୋଲୋଜି। ଭାବି ଦେଖନ୍ତୁ, ଯେତେବେଳେ ନୂଆ ନୂଆ ମେସିନ୍ ଆସେ ବା ଉତ୍ପାଦନର ନୂଆ ଉପାୟ ବାହାରେ, ସେତେବେଳେ କମ୍ ସମୟ ଆଉ କମ୍ ଖର୍ଚ୍ଚରେ ଅଧିକ ଜିନିଷ ତିଆରି ହୋଇପାରେ। ଏହାର ସିଧାସଳଖ ପ୍ରଭାବ ପଡ଼େ ଯୋଗାଣ ଉପରେ, ଆଉ ଯୋଗାଣ ବଢ଼ିଯାଏ। ଏସବୁ ଛଡ଼ା ଆହୁରି କିଛି ବାହାର କାରକ ବି ଅଛି, ଯେମିତିକି ମୂଲ୍ୟ ଆଶା। ଯଦି ଦୋକାନୀ ଜାଣେ ଯେ ଆସନ୍ତା ମାସରେ ପିଆଜ ଦାମ ବଢ଼ିବ, ସେ ଏବେ କମ୍ ବିକିବ ଆଉ ଷ୍ଟକ୍ କରି ରଖିବ। ସେହିପରି ପ୍ରାକୃତିକ କାରଣ, ଭଲ ବର୍ଷା ହେଲେ ଫସଲ ଭଲ ହୁଏ, ତେଣୁ ଯୋଗାଣ ବଢ଼େ। ଆଉ ଶେଷରେ ସରକାରୀ ନୀତି। ସରକାର ଯଦି ଟିକସ ବଢ଼େଇ ଦିଅନ୍ତି, ଲାଭ କମେ, ଯୋଗାଣ କମେ। ଆଉ ଯଦି ସବସିଡି ଦିଅନ୍ତି, ତେବେ ଯୋଗାଣ ବଢ଼େ। ତେବେ ଏହିସବୁ କାରକଗୁଡ଼ିକୁ ଦେଖିବା ପରେ ଗୋଟେ କଥା ସ୍ପଷ୍ଟ ହେଉଛି, ଏସବୁ ଭିତରେ ଗୋଟେ ସମ୍ପର୍କ ସବୁଠୁ ମୁଖ୍ୟ, ଆଉ ସେଇଠାରୁ ଜନ୍ମ ନେଇଛି ଅର୍ଥନୀତିର ଏକ ମୌଳିକ ନିୟମ, ଯାହାକୁ ଆମେ କହୁ ଯୋଗାଣର ନିୟମ ବା ଲ ଅଫ୍ ସପ୍ଲାଏ। ଆଉ ଏହି ନିୟମଟା ଜାଣନ୍ତେ ବହୁତ ହି ସରଳ। ଏହା କୁହେ, ଯଦି ବାକି ସବୁ କଥାକୁ ଆମେ ସ୍ଥିର ରଖିବା, ତେବେ ଯେତେବେଳେ କୌଣସି ଜିନିଷର ଦାମ ବଢ଼େ, ତାର ଯୋଗାଣ ବି ବଢ଼େ, ଆଉ ଯେତେବେଳେ ଦାମ କମେ, ତାର ଯୋଗାଣ ବି କମିଯାଏ। ଏକଦମ ସିଧା ସମ୍ପର୍କ। ଦାମ ଉପରକୁ ତ ଯୋଗାଣ ବି ଉପରକୁ, ଦାମ ତଳକୁ ତ ଯୋଗାଣ ବି ତଳକୁ। ଏହି କଥାଟାକୁ ଆହୁରି ଭଲ ଭାବରେ ବୁଝିବା ପାଇଁ
ଏହି ସାରଣୀକୁ ଦେଖନ୍ତୁ। ଏଠି ସ୍ପଷ୍ଟ ଭାବେ ଦେଖାଯାଉଛି ଯେତେବେଳେ ଜିନିଷର ଦାମ ୟୁନିଟ୍ ପିଛା ମାତ୍ର 5 ଟଙ୍କା ଥିଲା, ଯୋଗାଣ ଥିଲା 10 କିଲୋ। କିନ୍ତୁ ଦେଖନ୍ତୁ କ'ଣ ହେଉଛି, ଯେମିତି ଯେମିତି ଦାମ ବଢ଼ି ବଢ଼ି 10 ଟଙ୍କାରେ ପହଞ୍ଚିଲା, ଯୋଗାଣ ବି ସିଧା ଡେଇଁ ପଡ଼ିଲା 25 କିଲୋକୁ, କାରଣ ଅଧିକ ଲାଭ। ଆଉ ଯଦି ଆମେ ଏଇ ସଂଖ୍ୟାଗୁଡ଼ିକୁ ଗୋଟେ ଗ୍ରାଫ୍ ଉପରେ ପକେଇବା, ତେବେ ଆମକୁ ଏଇଭଳି ଗୋଟେ ରେଖା ମିଳିବ। ଏହାକୁ ହିଁ ସପ୍ଲାଏ କର୍ଭ କୁହାଯାଏ। ଦେଖୁଛନ୍ତି ତ ଏହି ରେଖାଟି କେମିତି ତଳୁ ଉପରକୁ ଯାଉଛି? ଏହି ଉପରମୁହାଁ ଗତି ହିଁ ପ୍ରମାଣ କରୁଛି ଯେ ଦାମ ଆଉ ଯୋଗାଣ ଭିତରେ ଏକ ସିଧାସଳଖ ସକାରାତ୍ମକ ସମ୍ପର୍କ ଅଛି। ହେଲେ କଥା ଏତିକିରେ ସରିନି। ଅର୍ଥନୀତିର ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନର ନିୟମ ଭଳି ପଥରର ଗାର ନୁହେଁ, ଏହାର ବି କିଛି ବ୍ୟତିକ୍ରମ ଥାଏ। ତେବେ ଆସନ୍ତୁ ଦେଖିବା କେଉଁ କେଉଁ ପରିସ୍ଥିତିରେ ଏହି ଯୋଗାଣର ନିୟମ କାମ କରେନି। ତେବେ ପ୍ରଶ୍ନ ହେଉଛି, କ'ଣ ଏହି ନିୟମ ସବୁବେଳେ ସତ? କ'ଣ ଏମିତି କିଛି ସ୍ଥିତି ଆସିପାରେ ଯେଉଁଠି ଦାମ ବଢ଼ିଲେ ବି ଯୋଗାଣ ବଢ଼େ ନାହିଁ, ବରଂ ଓଲଟା କମିଯାଏ? ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହାର ଉତ୍ତର ହେଉଛି ହଁ, ଏମିତି ହୁଏ। ଏହାର କିଛି ବହୁତ ମଜାଦାର ଉଦାହରଣ ଅଛି। ପ୍ରଥମତଃ, ଶ୍ରମର ଯୋଗାଣ। ଭାବନ୍ତୁ, ଜଣେ ଲୋକକୁ ଯେତେବେଳେ ବହୁତ ଅଧିକ ମଜୁରୀ ମିଳେ, ସେ ଗୋଟେ ସମୟ ପରେ ଭାବିପାରେ, ଆରେ ଏତେ ଟଙ୍କାରେ ମୋର ଚଳିଯିବ, ଏବେ ମୁଁ କମ୍ କାମ କରିବି ଆଉ ଟିକେ ଆରାମ କରିବି। ତେଣୁ ଅଧିକ ମଜୁରୀରେ ଯୋଗାଣ କମିଗଲା। ଦ୍ୱିତୀୟରେ, କୃଷିଜାତ ଦ୍ରବ୍ୟ। ଚାଷୀ ଫସଲ ଅମଳ କରିସାରିବା ପରେ ଯୋଗାଣ ତ ସ୍ଥିର ହୋଇଗଲା, ଏବେ ବଜାରରେ ଦାମ ଯେତେ ବଢ଼ିଲେ ବି ସେ ହଠାତ୍ ଆଉ ଅଧିକ ଫସଲ ଆଣିପାରିବନି। ତୃତୀୟରେ, କ୍ଲିୟରାନ୍ସ ସେଲ୍। ଏଠି ତ ଓଲଟା ହୁଏ। ଦୋକାନୀମାନେ ପୁରୁଣା ଷ୍ଟକ୍ ସାରିବା ପାଇଁ ଦାମ କମେଇ ଦିଅନ୍ତି, କିନ୍ତୁ ଅଧିକରୁ ଅଧିକ ଜିନିଷ ବିକିବାକୁ ବାହାର କରନ୍ତି। ଆଉ ଶେଷରେ ଦୁର୍ଲଭ ବସ୍ତୁ। ଭାବନ୍ତୁ ମୋନାଲିସାଙ୍କ ପେଣ୍ଟିଂ କଥା। ତାର ଦାମ ଯେତେ କୋଟି ଟଙ୍କା ହେଲେ ବି ତାର ଯୋଗାଣ ବଢ଼ିପାରିବ କି? କେବେ ବି ନୁହେଁ, କାରଣ ତାହା ଗୋଟିଏ ହିଁ ଅଛି। ତେବେ ଶେଷରେ ଏହି ସବୁ ଆଲୋଚନା ପରେ ଗୋଟିଏ କଥା ଚିନ୍ତା କରିବାକୁ ରହିଲା। ଏହି ଯେଉଁ ଯୋଗାଣର ନିୟମ ଆଉ ତାର ଏହି ମଜାଦାର ବ୍ୟତିକ୍ରମଗୁଡ଼ିକ, ଏସବୁ କେବଳ ବହିର କଥା ନୁହେଁ, ଏସବୁ ମିଶି ଆମର ପ୍ରତିଦିନର ବଜାରକୁ ଗଣୁଛନ୍ତି। ତେବେ ପରବର୍ତ୍ତୀ ଥର ଯେତେବେଳେ କୌଣସି ଜିନିଷର ଦାମ ବଢ଼ିବ ବା କମିବ, ଟିକେ ଭାବିବେ କି ଏହା ପଛରେ ଯୋଗାଣର କେଉଁ ଖେଳ ଚାଲିଛି। ଏହା ନିଶ୍ଚିତ ଭାବେ ଏକ ଭିନ୍ନ ଦୃଷ୍ଟିକୋଣ ଦେବ।